ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ମହାନାମ ଧନ୍ୟବାଦ ହେଉ। ପ୍ରଭୁ ଗୌରବ ପାଆନ୍ତୁ, ପ୍ରଭୁ ମହିମା ପାଆନ୍ତୁ ଯେ ଆଜି ପ୍ରଭୁ ପୁନର୍ବାର ଏହି ସୁଯୋଗ ଦେଲେ ବା ସମୟ ଦେଲେ ତାଙ୍କର ବାକ୍ୟକୁ ନେଇ ଆଲୋଚନା କରିବା ପାଇଁ ବା ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ପ୍ରଭୁ ମୋତେ ସୁଯୋଗ ଦେଲେ, ସେଥିପାଇଁ ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦିଏ। ପ୍ରଭୁ ଗୌରବ ପାଆନ୍ତୁ। ଆଉ ମୁଁ ଆଶା କରେ ଆପଣମାନେ ସମସ୍ତେ ତାହାଙ୍କରି ଆଶୀର୍ବାଦ ବା ତାହାଙ୍କରି ଦୟାରେ ଆପଣମାନେ ସମସ୍ତେ ଭଲ ଥିବେ। ଆଉ ପ୍ରଭୁଙ୍କର ଅନୁଗ୍ରହରୁ ଆଉ ମୁଁ ମଧ୍ୟ ଭଲ ଅଛି। ଏହି ସମୟରେ ଈଶ୍ୱରଙ୍କର ବିଷୟ ବା ଈଶ୍ୱରଙ୍କର ସେହି ସ୍ୱର୍ଗ ରାଜ୍ୟ ବିଷୟରେ ଆମେ ଆଲୋଚନା କରିବା। ଆଉ ଯେତେବେଳେ ସ୍ୱର୍ଗ ରାଜ୍ୟର ନିଗୁଡ଼ ବିଷୟ ଯେତେବେଳେ ଆମେ ଦେଖିବା ପାଇଁ ପାଉଛୁ, ତାହା ଆମେ ପୁରାତନ ନିୟମରେ ତାହା ପ୍ରକାଶ ପାଇନଥିଲା। ଯେତେବେଳେ ଯୀଶୁ ଆସିଲେ ସେତେବେଳେ ଠାରୁ ହିଁ ସ୍ୱର୍ଗ ରାଜ୍ୟର ନିଗୁଡ଼ ବିଷୟ ରିଭିଲ୍ କରାଗଲା ବା ଖୋଲା ଯାଇଛି। ତ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆଉ ଆଜି ଆମେ ଗୋଟେ ବିଷୟ ଆଲୋଚନା କରିବା ଯେ ଯୀଶୁଙ୍କର ରକ୍ତ ବିନା ପରିତ୍ରାଣ ନାହିଁ, ବା ତାହାଙ୍କ ବିନା ଆମମାନଙ୍କର ଉଦ୍ଧାର ନାହିଁ, କି ତାହାଙ୍କ ବିନା ଆମମାନଙ୍କର ମୁକ୍ତି ନାହିଁ, କି ତାହାଙ୍କ ବିନା ଆମମାନେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବା ନାହିଁ। ଖୁସି ଯୀଶୁଙ୍କ ଜଗତକୁ ଆସିବା ପାଇଁ କ'ଣ ପାଇଁ ପଡ଼ିଲା? ତା ପୂର୍ବରୁ ପରମେଶ୍ୱର ଆମମାନେ ଯଦି ଆଦିରୁ ଯଦି ଆମେ ଦେଖିବା, ପ୍ରଭୁ ଆଦମକୁ ସୃଷ୍ଟି କଲା ପରଠାରୁ ପ୍ରଭୁ ନୋହାଙ୍କୁ ଡାକିଲେ, ଅବ୍ରାହ୍ମଙ୍କୁ ଡାକିଲେ। ଅବ୍ରାହ୍ମଙ୍କର ପୁତ୍ର ଇସାହାକ, ଏବଂ ତାଙ୍କ କୋଳରେ ସେଇ ଜାକବଙ୍କର ପୁଣି 12 ଟ୍ରାଇବ୍ସ, 12 ଜଣ ପୁତ୍ରମାନଙ୍କ ମଧ୍ୟରୁ ଯୋସେଫ, ଏହିପରି ସମସ୍ତ ବିଷୟ ପ୍ରଭୁ ବାଛିଛନ୍ତି, ପ୍ରଭୁ ମନୋନୀତ କରିଛନ୍ତି। ତାଙ୍କରି ଭବିଷ୍ୟତ ବକ୍ତାମାନଙ୍କୁ ଆମେ ଦେଖିବା, ଏଲିୟ, ମୋଜେସ୍, ଏମାନେ ସବୁ ତାଙ୍କରି ଭବିଷ୍ୟତ ବକ୍ତାମାନେ ଥିଲେ, ଭବିଷ୍ୟ ଯାଜକମାନେ ଥିଲେ, ଲିଡର୍ସ ମାନେ ଥିଲେ ଏମାନେ। କିନ୍ତୁ ସେମାନଙ୍କ ଦ୍ୱାରା ଜଗତ ପରିତ୍ରାଣ ପାଇଲା ନାହିଁ। ଆଉ ମୋଶଙ୍କ ଦ୍ୱାରା ଯାହା ଦିଆଯାଇଥିଲା ବ୍ୟବସ୍ଥା, ପ୍ରଭୁ ନିଜେ ସ୍ୱୟଂ ସିୟନ ପର୍ବତରେ ତାହାଙ୍କୁ ଯେଉଁ ବ୍ୟବସ୍ଥା ଦିଆଗଲା ଇସ୍ରାଏଲ ଲୋକମାନଙ୍କ ପାଇଁ, ସେହି ବ୍ୟବସ୍ଥା ଦ୍ୱାରା ମଧ୍ୟ କୌଣସି ଲୋକ ପରିତ୍ରାଣ ପାଇଲେ ନାହିଁ ବା ମୁକ୍ତି ପାଇପାରିଲେ ନାହିଁ। ଆଉ ଅନେକ ପ୍ରଭୁ ଅଭିଷିକ୍ତ ରାଜାମାନଙ୍କୁ ମନୋନୀତ କଲେ। ପ୍ରଭୁ ନିଜେ ରାଜାମାନଙ୍କୁ ମନୋନୀତ କଲେ। ଆଉ ରାଜାମାନଙ୍କ ଦ୍ୱାରା ମଧ୍ୟ ଲୋକମାନଙ୍କୁ ବହୁତ ଚେଷ୍ଟା କଲେ, ତାଙ୍କରି ଲୋକମାନଙ୍କୁ ଯେ ପରିତ୍ରାଣ ପାଇବା ପାଇଁ ବା ପରିତ୍ରାଣ ଦେବା ପାଇଁ, ମୁକ୍ତି ଦେବା ପାଇଁ, ଶୁଚି କରିବା ପାଇଁ, ପବିତ୍ର କରିବା ପାଇଁ ଯେଉଁ ଏନାଉଣ୍ଟିଂ ବା ଯେଉଁ ଆଶୀର୍ବାଦ ଆଦମ ହବା ସେ ଏଦେନରେ ହରାଇଲେ, ସେହି ବିଷୟକୁ ପୁନର୍ବାର ଯୋଡ଼ିବା ପାଇଁ ପରମେଶ୍ୱର ବହୁତ ଚେଷ୍ଟା କଲେ। ତାଙ୍କରି ଦାସମାନଙ୍କ ଦ୍ୱାରା, ତାଙ୍କର ଅଭିଷେକ ଆଉ ଭବିଷ୍ୟତ ବକ୍ତାମାନଙ୍କ ଦ୍ୱାରା ମଧ୍ୟ ପ୍ରଭୁ ଅନେକ ଚେଷ୍ଟା କଲେ, କିନ୍ତୁ ସେମାନଙ୍କ ଦ୍ୱାରା କୌଣସି ଲୋକ ପରିତ୍ରାଣ ପାଇପାରିଲେ ନାହିଁ। ଯଦି ବି ବ୍ୟବସ୍ଥା ଦ୍ୱାରା ଯଦି ଜଗତ ଉଦ୍ଧାର ପାଉଥାନ୍ତା, ଲୋକମାନେ ପାପରୁ ପରିଷ୍କୃତ ହୋଇଥାନ୍ତେ, ସିଦ୍ଧ ହୋଇଥାନ୍ତେ, ପବିତ୍ର ହୋଇଥାନ୍ତେ, ଆଉ ସ୍ୱର୍ଗ ଯିବା ପାଇଁ ସେମାନେ ସକ୍ଷମ ହୋଇଥାନ୍ତେ, ତେବେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିନଥାନ୍ତେ। ଏଥିପାଇଁ ଆସିଲେ ଯେ ବ୍ୟବସ୍ଥା ଦ୍ୱାରା ବା ଭବିଷ୍ୟତମାନଙ୍କ ଦ୍ୱାରା ବା କୌଣସି ଦ୍ୱାରା ଜଗତ ଉଦ୍ଧାର ପାଇଲା ନାହିଁ। ଆଉ ବ୍ୟବସ୍ଥା ସଫଳ କରିବା ପାଇଁ ଯୀଶୁ ଖ୍ରୀଷ୍ଟ ଆସିଲେ। ବ୍ୟବସ୍ଥାରେ ଯେପରି ଲେଖା ଅଛି ଯେ ପାପ ମୋଚନ ପାଇଁ ଜଣେ ବ୍ୟକ୍ତି ଶୁଦ୍ଧ ହେବା ପାଇଁ ଆମେ ଯଦି ତାହା ଯଦି ଆମେ ଅଧ୍ୟୟନ କରିବା, ଯଦି ଆମେ ଲେବିକୁ ଯଦି ଆମେ ଯିବା, ତ ସେଠି ଅନେକ ବିଷୟରେ ଲେଖାଯାଏ। 16ର ଯଦି ଆମେ ଅଧ୍ୟୟନ କରିବା, ସେଠି ଲେଖାଯାଏ ଯେ ଛାଗର ବଳି ମନୁଷ୍ୟର ପାପ ପାଇଁ କରାଯାଉଥିଲା। ମେଷର ବଳି ବର୍ଷକୁ ଥରେ ଇସ୍ରାଏଲର ଲୋକମାନଙ୍କ ପାଇଁ ଦିଆଯାଉଥିଲା, ଆଉ ଯଦ୍ୱାରା ସେମାନେ ସେ ରକ୍ତ ନେଇକି ସେ ମହାପବିତ୍ର ସ୍ଥାନରେ ସେମାନେ ଛିଞ୍ଚୁଥିଲେ, ତେବେ ଯାଇକି ସେମାନେ ଶୁଚି ବା ପବିତ୍ର ହେଉଥିଲେ। ଯଦି ଛାଗର ବଳିରେ ଯଦି ମନୁଷ୍ୟ ପରିତ୍ରାଣ ପାଇଥାନ୍ତା, ଶୁଚି ହେଇଥାନ୍ତା, ଅନୁଗ୍ରହ ପାଇଥାନ୍ତା, ତେବେ ସେଇ ପୁତ୍ର ବା ପରମେଶ୍ୱରଙ୍କର ଏକମାତ୍ର ପୁତ୍ର ଯୀଶୁଖ୍ରୀଷ୍ଟ ଜଗତକୁ ଆସିନଥାନ୍ତେ। ପ୍ରଭୁଙ୍କର ମହାନାମ ଧନ୍ୟବାଦ ହେଉ। ଆସନ୍ତୁ ଆମେ ସେ ବିଷୟରେ ଆଲୋଚନା କରିବା। ଆଉ ତା ଏଭ୍ରିଜିଟା
आमने 9 तार 12 आमने 12 को आमने ध्यान देवा से जगह पर लिखा जाए जे मात्र आपणार रक्त घेनी एकाथर के महापवित्र स्थान रे प्रवेश करी अनंत मुक्ति साधन कले। प्रेज द लॉर्ड। प्रभु गौरव पांतु। आउ ए चिठा साधु पावल लिखुंट अनेक स्कॉलर मान कहती अनेक बुद्धिजीवी मैंने कहते साधु पावल हाँ लिखिं। सो मात्र आपणार रक्त घेनी एकाथर के महापवित्र स्थान जो व्यवस्था रे महापवित्र स्थान को जाकि जाजक माने वर्ष को थरे जाजक महापवित्र स्थान को से प्रवेश करे। आउ जी समस्त विषय रही सेठी पाप वंचन पाई छाग को मेष को बलिदान करी से माने सूचीकृत होते। स्थान में देखा चाहूँ मात्र आपणार रक्त घेनी एकाथर के महापवित्र स्थान रे प्रवेश करी अनंत मुक्ति साधन कर किए कर जीशु ख्रीष्ट निजे साधन कर स्थान लिखा जाए जे सी रक्त घेनी महापवित्र स्थान से महापवित्र स्थान से टाबरनाकल कथा कहनी से विषय कथा ए जगह लिखा जाए ना को दर्शा जाऊना। यह गोटे महापवित्र स्थान जहाँकि अदुष्ट जहाँकि सीधा परमेश्वर आवास स्थली को बुझाए। प्रभु गौरव पांतु। जीशु ख्रीष्ट निजे से आपणार रक्त आउ ये समस्त जगतर लोक मानक से निजे कालवरी क्रूसरे सी निजर जीवन को देले। आउ कालवरी क्रूसरे शैतान रो बल को सी भांगिले किंतु परित्राण सेते बेले आसिला लोक मानक मध्यरे जो पर्यंत जीशु निजे निजर रक्त को धरी पितांक निकट को जाहिना महापवित्र स्थान को से पर्यंत परित्राण नथिला। परित्राण माने पाई नथिलु। शैतान लज्जित होइतिला क्रूसरे। शैतान रो नाहुड़ बा शैतान रो बल को जीशु से दिन कालवरी क्रूसरे हत माने चूर्ण करथिले। किंतु प्रभु प्रिय जीशु ख्रीष्ट सेते बेले आम्भे माने पवित्र हेलु सेते बेले आमाने धते हेलु सेते बेले आमाने परित्राण पाइलु जो पर्यंत जीशु ख्रीष्ट निजर रक्त धरी पितांक निकट को जाई नाहंती छिंची नाहंती से पर्यंत आमाने पवित्रकृत होई नथिले। आ प्रभु गले आमाने समाधि प्राप्त जिते बेले जीशुंकर देखुछु समाधि प्राप्त 3 दिन 3 राति समाधि प्राप्त हैला पोरे जिते बेले से प्रत्युषरे जिते बेले से रेजरेक्शन डे आसिला सेते बेले आमाने जानिछु जे समस्त विश्व सेठी भूमिकंप हैला। आ यहाँ मध्य समस्ते आमाने जानिछु जे जीशु से 3 दिन 3 रात्रि रे समाध कबर रे थिला सत किंतु सी पाताल रो सही जगह को जाइकी सुसमाचार भी प्रचार कले। आ अनेक बंदी लोक मानक सहित साक्षात कले। आमाने एबल कहे जे पापर वेतन मृत्यु। जड़े मनुष्य जदि पाप करे ता मृत्यु निहाती अछि किंतु प्रिय पुत्र जीशु ख्रीष्ट सी पाप कर नथिले किंतु सी पाताल को जाइथिले किंतु ताको कोनोसी रज्जु बा कोनोसी से निया आघ्राण करि पार नथिला बा दग्ध करि पार नथिला कारण पापर वेतन मृत्यु। जीशु पवित्र थिले से पाप कर नथिले ताको कोनोसी निहा कि कोनोसी शैतान रो शक्ति ताको रखी पारिबो नै कारण से पवित्र थिले। किंतु से जते बेले मनुष्य थिले मनुष्य थिले जगत रे मनुष्य मानक मध्य रे रहिले आ मनुष्यर जो प्रकार रीतिनीति अनुसार से समस्त विषय को पालन कले। कारण प्रभु कहले मो व्यवस्था को सफल करबा निमंते आछि। व्यवस्था माने अकॉर्डिंग टू लॉ जीशु ख्रीष्ट समस्त विषय कले। आ सही प्रकार मध्य जीशु सही पाताल को मध्य गले। प्रिय प्रभुंकर लोक माने ताहांकर रक्त बिना परित्राण नाही। ताहांकर रक्त बिना आमाने सुची हेई पारिबा नाही। किंतु प्रभुंकर महानाम धन्यवाद हो। प्रभु से दिन आमान को सुची एवं पवित्र कले। से अपना रक्त घिनी पितांक निकट को गले आउ रक्त को
ତାଙ୍କରି ପାଦ ତଳେ ସେ ଛିଞ୍ଚିଲେ ଏବଂ ସେଇ ରକ୍ତ ଦ୍ୱାରା ମାନେ ସମସ୍ତେ, କେବଳ ଯୀଶୁଙ୍କର ରକ୍ତ ଦ୍ୱାରା ମାନେ ସମସ୍ତେ ଆମମାନେ ଶୁଚି ଏବଂ ପବିତ୍ର ହେଲୁ। ଆଉ ଯଦି ଆମମାନେ ସୁସମାଚାରରେ ଆମମାନେ ଦେଖିବା, ଜନଲିଖିତ ସୁସମାଚାର ତାର 3 ତାର ଯଦି ଆମମାନେ 9 ଯଦି ଆମମାନେ ଅଧ୍ୟୟନ କରିବା, ସେ ଜାଗାରେ ଏପରି ଲେଖାଯାଏ, ଯୀଶୁ ନିଜେ କହୁଛନ୍ତି ସୁସମାଚାର ସମୟରେ, ଆଉ ସେ ଏହି ବାକ୍ୟ ତାଙ୍କରି ସେ ମୁଖରୁ ସେ ନିଜେ କହୁଛନ୍ତି। ସେ ବିଷୟରେ ମାନେ କ'ଣ ତା ଲେଖା ହେଇଛି ଆମମାନେ ତା ଅଧ୍ୟୟନ କରିବା। ସେଥିରେ ଯୀଶୁ ଶିଷ୍ୟମାନଙ୍କୁ ସେ ପ୍ରକାର କହୁଛନ୍ତି। ଆମମାନେ ଯଦି ଜନଲିଖିତ ସୁସମାଚାର ତାର 3:13 ଯଦି ଆମମାନେ ଅଧ୍ୟୟନ କରିବା, ସେଠାରେ ଲେଖାଯାଏ, ଆଉ ଯେଉଁ ମନୁଷ୍ୟ ପୁତ୍ର ସ୍ୱର୍ଗରୁ ଅବତରଣ କଲେ ତାହାଙ୍କ ବିନା ଆଉ କେହି ସ୍ୱର୍ଗାରୋହଣ କରିନାହିଁ। ପ୍ରଭୁଙ୍କର ମହାନାମ ଧନ୍ୟବାଦ। ପ୍ରଭୁ ଏହି ଜାଗାରେ ନିଜେ ଏଭିଡେନ୍ସ ଦେଉଛନ୍ତି ବା କହୁଛନ୍ତି ଯେ ଯିଏ ସ୍ୱର୍ଗରୁ ଅବତରଣ କରିଛି କିଏ? ମନୁଷ୍ୟ ପୁତ୍ର ଯୀଶୁଖ୍ରୀଷ୍ଟ। ତାହାଙ୍କ ବିନା, କାହା ବିନା? ତାହାଙ୍କ ବିନା ମାନେ ଯୀଶୁଖ୍ରୀଷ୍ଟଙ୍କ ବିନା କୌଣସି ଲୋକ ସ୍ୱର୍ଗାରୋହଣ କରିବେ ନାହିଁ। ତ ଏଠି ଫୁଲ୍ ଏଭିଡେନ୍ସ ଆମେ ପାଇଛୁ ଯେ ଯୀଶୁଙ୍କର ରକ୍ତ ବିନା କୌଣସି ଲୋକ ସ୍ୱର୍ଗାରୋହଣ କରିପାରିବେ ନାହିଁ। ଏବେ ଯଦି ଆମେ ଚିନ୍ତା କରିବା, ସେତେବେଳେ ସେହି ଲୋକମାନେ ମଧ୍ୟ କହିଲେ ଯେ ମୋଶାଙ୍କ ବିଷୟରେ କହିଲେ, ଅବ୍ରାହମଙ୍କ ବିଷୟରେ କହିଲେ, ମୋଶାଙ୍କ ବିଷୟରେ ଅବ୍ରାହମଙ୍କ ବିଷୟରେ କହିଲେ। ପ୍ରଭୁ ସେମାନଙ୍କୁ ସେଠି ମଧ୍ୟ ସେ ଆନ୍ସର ଦେଉଛନ୍ତି। ଆମେ ଯଦି ତାହା ଯଦି ଆମେ ପଢ଼ିବା, ସେହି ଜନଲିଖିତ ସୁସମାଚାର ଯଦି ତାର 8 ଯଦି ଆମେ 56 ଯଦି ଆମେ ଅଧ୍ୟୟନ କରିବା, ସେ ଜାଗାରେ ଯୀଶୁ ସେମାନଙ୍କୁ କ'ଣ ଆନ୍ସର ଦେଉଛନ୍ତି ସେଟା ଆମେ ପାଇପାରିବା। ତୁମମାନଙ୍କର ପିତା, ଦେଖନ୍ତୁ ଯୀଶୁ ସେହି ଲୋକମାନଙ୍କୁ କହୁଛନ୍ତି। ଶିଶୁମାନେ ମଧ୍ୟ ଥିଲେ, ଅନେକ ଲୋକମାନେ ସୁସମାଚାର ପ୍ରଚାର କରୁଥିବା ସମୟରେ ଯୀଶୁ ସେମାନଙ୍କୁ କହିଲେ ତୁମମାନଙ୍କର ପିତା। ଏମାନେ ମୋଶାଙ୍କ ବ୍ୟବସ୍ଥାକୁ ସେମାନେ ବିଶ୍ୱାସ କରୁଥିଲେ ବା ପାଳନ କରୁଥିଲେ, ବା ବ୍ୟବସ୍ଥା ଅନୁସାରେ ଏମାନଙ୍କର ଜୀବନ, ଏ ବ୍ୟବସ୍ଥା ଅନୁସାରେ ଏମାନେ ସମସ୍ତ ରୀତିନୀତି କରୁଥିଲେ। ଯୀଶୁ ସେତେବେଳେ ସେମାନଙ୍କୁ କହିଲେ ତୁମମାନଙ୍କର ପିତା ଅବ୍ରାହମ ମୋର ଦିନ ଦେଖିବା ଆଶାରେ ଉଲ୍ଲାସ କଲେ, ଆଉ ସେ ତାହା ଦେଖି ଆନନ୍ଦ କଲେ। ମାନେ ଯୀଶୁଖ୍ରୀଷ୍ଟ ଅବ୍ରାହମଙ୍କ ବିଷୟରେ ମଧ୍ୟ କହୁଛନ୍ତି ଯେ ମୋର ଦିନ, ଯେଉଁ ପର୍ଯ୍ୟନ୍ତ ଯୀଶୁ ଜଗତକୁ ଆସିନାହାନ୍ତି, ଜଗତର ସମସ୍ତ ବିଷୟକୁ ସମାପ୍ତ କରିନାହାନ୍ତି, କ୍ରୁଶରେ ବଳିଦାନ ହୋଇନାହାନ୍ତି, ଆଉ କ୍ରୁଶରେ ବଳିଦାନରେ 3 ଦିନ 3 ରାତି କବର ରହିନାହାନ୍ତି, ରହିଲା ପରେ ନିଜର ରକ୍ତକୁ ପିତାଙ୍କ ନିକଟକୁ ଯାଇକି ସେ ଛିଞ୍ଚି ନାହାନ୍ତି, ସେହି ପର୍ଯ୍ୟନ୍ତ ଅବ୍ରାହମ ମଧ୍ୟ କ'ଣ ଅଛି ନା ଅବ୍ରାହମ ମଧ୍ୟ ମୁକ୍ତି ପାଇପାରୁନାହିଁ। ସିଏ ଲେଖାଯାଏ ସେ ଦେଖିବା ଆଶାରେ ଅଛି। ତାର ଅର୍ଥ ଯୀଶୁଙ୍କର ଅପେକ୍ଷାରେ ଅଛି। ଯୀଶୁ କେବେ ଆସିବେ, ସେ ପ୍ରିୟ ପୁତ୍ର, ଆଉ ସିଏ ଜଗତକୁ ଜୟ କରିବେ ଏବଂ ତତ୍ ସହିତ ତାଙ୍କରି ରକ୍ତକୁ ପରମେଶ୍ୱରଙ୍କ ନିକଟରେ ଛିଞ୍ଚିବେ ଏବଂ ଆମ୍ଭକୁ ନେଇକି ସ୍ୱର୍ଗକୁ ଯିବେ। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଗୌରବ ପାଆନ୍ତୁ। ଏହି ବାକ୍ୟ ବୁଝିବା ପାଇଁ ଆମମାନଙ୍କୁ ପ୍ରଭୁ ତାଙ୍କ ପବିତ୍ର ଆତ୍ମା ମାନଙ୍କୁ ସାହାଯ୍ୟ କରନ୍ତୁ। ସେତେବେଳେ ଲୋକମାନେ ଯେତେବେଳେ ଅବ୍ରାହମଙ୍କ ବିଷୟରେ ଯୀଶୁ ସେମାନଙ୍କୁ କହିଲେ, ଯୀଶୁଙ୍କୁ କହିଲେ ତୁ ଗୋଟେ ମିଥ୍ୟାବାଦୀ, ତୁ ଅବ୍ରାହମଙ୍କ ବିଷୟରେ ତ ବର୍ତ୍ତମାନ ଏବେ 50 ବର୍ଷ ହେଉଛି, ତୁ ଅବ୍ରାହମଙ୍କ ବିଷୟରେ କିପରି ତୁ କହୁଛୁ? ଅବ୍ରାହମ ସେଇ ଆଗରେ ଥିଲେ। କିନ୍ତୁ ଯୀଶୁ ସେମାନଙ୍କୁ ବି ଗୋଟେ କଥା କହିଲେ ଯେ ଅବ୍ରାହମଙ୍କ ଆଗରୁ ମୁଁ ଅଛି। ଥ୍ୟାଙ୍କ ୟୁ ଜିସସ୍। ହାଲେଲୁୟା। ଧନ୍ୟବାଦ, ପ୍ରଶଂସା, ମହିମା, ଗୌରବ, ସମ୍ଭ୍ରମ ତୁମେ ପାଅ। ସେଇ ଚାପ୍ଟରରେ ହିଁ ଲେଖାଯାଏ, ସେଇ 8ର ସେଇ ଯଦି 58ରେ ଯଦି ଆମେ ଅଧ୍ୟୟନ କରିବା, ସେଠି ଯୀଶୁ ସେମାନଙ୍କୁ କହିଲେ ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଛି, ଅବ୍ରାହମଙ୍କ ଜନ୍ମ ପୂର୍ବରୁ ମୁଁ ଅଛି। ଏଇଟା ବୁଝିବାଟା ବହୁତ କଷ୍ଟକର ଥିଲା ସେମାନଙ୍କୁ। ଆଉ ଏଇ ଯେଉଁ ଯୀଶୁ ଏଭିଡେନ୍ସ ଦେଲେ, ସେମାନଙ୍କୁ ପ୍ରେଜେଣ୍ଟ କଲେ, ଏଇ ଏଭିଡେନ୍ସ ସେମାନଙ୍କୁ ଦିଆଗଲା, ସେମାନେ ବୁଝିପାରିଲେ ନାହିଁ ଯୀଶୁ କାହା ବିଷୟରେ କହୁଛନ୍ତି। ଆଉ ସେଇଦିନ ସେମାନଙ୍କ ପାଇଁ ଗୋଟେ କନଫ୍ୟୁଜ ହେଇଯାଇଥିଲା।
এই ଶବ୍ଦ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମମାନେ ଜାଣିଛୁ ଯେ ଆମମାନେ ଏ ଜାଗାରେ ଯୀଶୁ ନିଜେ କହୁଛନ୍ତି ଯେ ଅବ୍ରାହମ ମଧ୍ୟ ମୋର ଆସିବାର ଦିନକୁ ଅପେକ୍ଷାରେ ଥିଲେ। ଇଟ୍ ମିନ୍ସ ଅବ୍ରାହମ ମଧ୍ୟ ଯୀଶୁଙ୍କ ବିନା ସେ ମୁକ୍ତି ପାଇନାହିଁ କି ପାଇନଥିଲା। ଆଉ ସେତେବେଳେ ସେ ମୁକ୍ତି ପାଇଲା ଯେତେବେଳେ ଯୀଶୁ ଜଗତକୁ ଆସିଲେ ଏବଂ ସିଏ କୁଶାର୍ପିତ ହେଲେ ଏବଂ ନିଜର ପବିତ୍ର ରକ୍ତକୁ ପିତାଙ୍କ ନିକଟରେ କ'ଣ କଲେ ନା ପାଦରେ ଛୁଞ୍ଚିଲେ। ଆଉ ସିଏ ପୁନର୍ବାର ଆଉ ଥରେ ଜଗତକୁ ଆସିଲେ। ଆଉ ଲେଖାଯାଏ ବାଇବଲରେ ସେ ଅନେକ ବନ୍ଦୀ ଲୋକମାନଙ୍କୁ ନେଇକି ଗଲେ। ଏଇ ବନ୍ଦୀ ଲୋକମାନେ କି ଆଉ ଆମେ ଜାଣିଛୁ ଯେତେବେଳେ ଯୀଶୁ କ୍ରୁଶରେ ସମର୍ପିତ ହେଇଥିଲେ, କ୍ରୁଶରେ ତାକୁ ଟଙ୍ଗା ଯାଇଥିଲା। ଆମମାନେ ଦ୍ୱିତୀୟ ବାଣୀରେ ଯୀଶୁ କହିଲେ ଚୋରକୁ ଯେ ଆଜି ତୁମେ ପାରାଦେଶରେ ମୋ ସହିତ ଉପସ୍ଥିତ ହେବ। ଯୀଶୁ ସେଠି କହିଲେ ନାହିଁ ତାକୁ ଯେ ତୁମେ ମୋ ସହିତ ସ୍ୱର୍ଗରେ ଉପସ୍ଥିତ ହେବ। ପାରାଦେଶ, ଯୀଶୁ ସେଇ ଚୋରକୁ ପାରାଦେଶରେ ରଖି ପୁନର୍ବାର ଆସିଲେ ଆଉ ସେ ପାତାଳକୁ ନୀତ ହେଲେ। କାରଣ ବ୍ୟବସ୍ଥା ଅନୁସାରେ ପାପର ବେତନ ମୃତ୍ୟୁ। ଯୀଶୁ ପାପ କରିନଥିଲେ କିନ୍ତୁ ଆମର ପାପକୁ ସିଏ ନେଲେ। ଆଉ ଯଦି ସେ ଆମର ପାପକୁ ଯଦି ନେଲେ, ଯଦି ଜଣେ ବ୍ୟକ୍ତି ପାପ କରାଯାଇଛି ତାହାର ବାଇବଲରେ ପାପର ବେତନ ମୃତ୍ୟୁ, ତେବେ ସିଏ ମୃତ୍ୟୁର ଦଣ୍ଡ ସିଏ ପାଇବା କଥା। କିନ୍ତୁ ଯେତେବେଳେ ସେ ପାତାଳକୁ ଯାଇଛନ୍ତି ସେ ଜାଗାରେ ତାକୁ କୌଣସି ଶକ୍ତି ତାକୁ ଦଗ୍ଧ କରିପାରୁନି। ଯେଉଁଟାକି ଆପଣମାନେ ପ୍ରେରିତର ଯଦି ଆମେ ଅଧ୍ୟୟନ କରିବା ତାର 2 ଅଧ୍ୟାୟର କେତେ ପଦରେ ସେଟା ଲେଖାଯାଏ ଯେ ମୁଁ ପାତାଳର ରଜ୍ଜୁ ମଧ୍ୟ ମୋତେ ଆଘାତ କରିପାରିଲ ନାହିଁ। ପ୍ରଭୁଙ୍କର ଲୋକମାନେ, ଈଶ୍ୱରଙ୍କର ରକ୍ତ ବିନା ଆଉ ଗୋଟେ ଆକୁ କ୍ଲାରିଫାଇ କରିବା ପାଇଁ ମୁଁ ଆପଣମାନଙ୍କୁ ଆଉ ଗୋଟେ ବିଷୟ କଥା କହିବି। ଯେତେବେଳେ ପୁନରୁତ୍ଥାନ ଦିନ ଥିଲା, ଯୀଶୁ ପ୍ରତ୍ୟୁଷରେ ମଗ୍ଦଲିନୀ ମରିୟମ ସମାଧି ନିକଟକୁ ଆସିଲେ। ଆଉ ମରିୟମ ରୋଦନ କରୁଛି, ସମାଧି ଉନ୍ମୁକ୍ତ ହେଇଛି। ଭିତରକୁ ଯାଇ ଦେଖୁଛନ୍ତି ଯୀଶୁଙ୍କର ଶରୀର ନାହିଁ, ଖାଲି ତାର ବସ୍ତ୍ର ଅଛି। ଆଉ ସମାଧି ବାହାରେ ସେ ରୋଦନ କରୁଛି। ସେତେବେଳେ ପ୍ରଭୁ ତାହାଙ୍କୁ କହିଲେ, ପ୍ରଥମେ ପରମେଶ୍ୱରଙ୍କର ତାହା ଥିଲା, ଗୋ ନାରୀ ତୁମେ କାହିଁକି ରୋଦନ କରୁଛ? ଆଉ ସେତେବେଳେ ମରିୟମ ତାହାଙ୍କୁ କହିଲେ, ମୋର ପ୍ରଭୁ ନାହାନ୍ତି, ବୋଧେ କିଏ କେଉଁଠି ନେଇଯାଇଛନ୍ତି, କେଉଁଠି ଲୁଚାଇଛନ୍ତି, ଆପଣ ଦେଖିଛନ୍ତି କି? ମୋତେ ଦେଖାନ୍ତୁ, ମୁଁ ତାଙ୍କୁ ଦେଖିବା ପାଇଁ ଚାହୁଁଛି। ସେ ଯେଉଁ କ୍ରନ୍ଦନ ଥିଲା ମରିୟମଙ୍କର, ତାହା ବାସ୍ତବରେ ଆଉ ଯୀଶୁଙ୍କ ପାଇଁ କ୍ରନ୍ଦନ ଥିଲା। ଏଠି ଗୋଟେ ଦେଖନ୍ତୁ, ଅନେକ ବିଷୟ ଏଠି ଆମକୁ ଶିଖିବାର ଅଛି ଯେ ପ୍ରଥମେ ଯୀଶୁ ତାହାଙ୍କୁ କହିଲେ ଗୋ ନାରୀ ବୋଲି କହିଲେ। ଯେତେବେଳେ ତାଙ୍କେ ଚିହ୍ନି ପାରିଲେ ନାହିଁ, ମରିୟମ କହିଲେ ଇଏ ଏହି ବଗିଚାର ମାଳି ବୋଧେ ଅଟନ୍ତି ବୋଲି। କିନ୍ତୁ ଯେତେବେଳେ ଆଉ ରୋଦନ କଲେ ପ୍ରଭୁ, ଯେଉଁମାନେ ଆମର ପ୍ରଭୁ ଆମମାନଙ୍କର ରୋଦନରେ ଦେଖିପାରନ୍ତି ନାହିଁ, ସିଏ ସିଧା ଆମମାନଙ୍କ ସହିତ କଥା ହୁଅନ୍ତି। ଆଉ ସେଇ କ୍ରନ୍ଦନ ବି ବହୁତ ଅଛି। ଅନେକ କ୍ରନ୍ଦନ ଅଛି, ନିଜର ସ୍ୱାର୍ଥ ପାଇଁ କ୍ରନ୍ଦନ, ଅନେକ ବିଷୟରେ କ୍ରନ୍ଦନ। ଅନେକ ଲୋକମାନେ ତ ମୋତେ ନିଜ ପାଇଁ କାନ୍ଦନ୍ତି, କିନ୍ତୁ ଏଠି ମରିୟମ ସେ ନିଜ ପାଇଁ କାନ୍ଦୁ ନାହିଁ କିମ୍ବା କୌଣସି ଲୋକମାନଙ୍କ ପାଇଁ କାନ୍ଦୁ ନାହିଁ। ସିଏ ଆତ୍ମାରେ ବା ହୃଦୟ ସହିତ ଯୀଶୁଙ୍କ ପାଇଁ କାନ୍ଦୁଛନ୍ତି, ଯୀଶୁଙ୍କୁ ଦେଖିବା ପାଇଁ କାନ୍ଦୁଛନ୍ତି। ଆଉ ପ୍ରଭୁ ତାକୁ କହିଲେ ଗୋ ମରିୟମ। ଯେତେବେଳେ ମରିୟମ ଶବ୍ଦ ଉଚ୍ଚାରଣ କରାଯାଉଛି ସେତେବେଳେ ମରିୟମ ସେଇ ସ୍ୱରକୁ ବୁଝିପାରୁଛନ୍ତି ବା ଚିହ୍ନି ପାରୁଛନ୍ତି। ଆଉ କହୁଛନ୍ତି ରାବି, ଗୁରୁ। ଆଉ ଯେତେବେଳେ ମରିୟମ ତାକୁ ଆଲିଙ୍ଗନ ବା ଛୁଇଁବା ପାଇଁ ଯାଉଛନ୍ତି, ଯୀଶୁଖ୍ରୀଷ୍ଟ କହିଲେ ମୋତେ ଧରି ରଖ ନାହିଁ। କାହିଁକି କହିଲେ ପ୍ରିୟମାନେ? ଆମେ ଯଦି ଟିକେ ଆଲୋଚନା କରିବା ଯୀଶୁ କାହିଁକି କହିଲେ ଯେ ମୋତେ ଧରି ରଖ ନାହିଁ, ଆମେ ତାହା ମଧ୍ୟ ଆଲୋଚନା କରିବା। ଯେଉଁଟାକି ସେଇ ଯୋହନ ଲିଖିତ ସୁସମାଚାର ବା ସେଇ ଯୋହନ 20ରେ ଯଦି ଆମେ 12 ଯଦି ଆମେ ଅଧ୍ୟୟନ କରିବା, ସେ ଜାଗାରେ ସେଇଟା ଲେଖାଯାଏ ଯେ ଯୀଶୁ ମରିୟମକୁ କହିଲେ ମୋତେ ଧରିକି ରଖ ନାହିଁ। କ'ଣ ପାଇଁ କହିଲେ ଏଇ ଜାଗାରେ? ନା, ସେତେବେଳେ ସେ ପିତାଙ୍କ ନିକଟକୁ ଯାଇନାହାନ୍ତି, ନିଜର ରକ୍ତ ଧରିକି ଯୀଶୁଙ୍କ ନିକଟକୁ ଯାଇନାହାନ୍ତି। ସେତେବେଳେ କୌଣସି
ଶାରୀରିକ ମନୁଷ୍ୟ ତାକୁ ଛୁଇଁ ପାରିବ ନାହିଁ ବା ତାହା ସିଏ ମାନେ ତାଙ୍କୁ ଛୁଇଁଲେ ଅପବିତ୍ର ହୋଇଯାଇଥାନ୍ତେ ଆଉ ସେ ରକ୍ତ ମଧ୍ୟ ଅପବିତ୍ର ହୋଇଥାନ୍ତେ। ତେଣୁକରି ଯୀଶୁ ତାହାଙ୍କୁ କହିଲେ ମୋତେ ଧରିକି ରଖ ନାହିଁ। ଇଟ୍ ମିନ୍ସ ପ୍ରଭୁ ସେତେବେଳେ ସ୍ୱର୍ଗକୁ ଯାଇନଥିଲେ। ଆଉ ଆମମାନେ ଆଉ ବି ଗୋଟେ ଏଭିଡେନ୍ସ ଆମେ ଦେଖିବା ପାଇଁ ପାଉଛୁ ଯେ ତାହାର ସେଇ ସେମ୍ ଚାପ୍ଟରରେ ଯେତେବେଳେ ଶିଶୁମାନଙ୍କ ପାଖକୁ ଯାଉଛନ୍ତି, ଏମାନେ ଶିଶୁମାନେ କବାଟ ବନ୍ଦ କରି ଯିହୁଦୀ ରୋମ ମାନଙ୍କର ଭୟରେ ଏମାନେ କବାଟ ବନ୍ଦ କରିକି ସେମାନେ ଅଛନ୍ତି। ଯୀଶୁ ସେଠି ଗଲେ ଆଉ ସେମାନଙ୍କୁ କହିଲେ ଭୟ କର ନାହିଁ। ଆଉ ସେତେବେଳେ ଥମାକୁ କହୁଛନ୍ତି ଯେ ମୋତେ ଛୁଇଁକି ଦେଖ। ଏଠି ମରିୟମକୁ କହୁଛନ୍ତି ତୁମେ ମୋତେ ଛୁଅ ନାହିଁ, ସେଠି ଥମାକୁ କହୁଛନ୍ତି ମୋତେ ଛୁଇଁକି ଦେଖ। ବୁଝିବା ପାଇଁ ବହୁତ କଷ୍ଟର ବିଷୟ ଅଟେ, କିନ୍ତୁ ଯେଉଁମାନେ ବୁଝନ୍ତି ସେମାନଙ୍କ ପାଇଁ ପରିତ୍ରାଣ ବିଷୟ ଅଟେ ବା ଆନନ୍ଦର ବିଷୟ ଅଟେ। କାରଣ ଯୀଶୁ ଉଠିଲେ ଯେ ପର୍ଯ୍ୟନ୍ତ ସ୍ୱର୍ଗକୁ ଯାଇକି ଫେରି ନାହାନ୍ତି। ଆମେ ଜାଣିଛୁ ଯୀଶୁ ଆସିଲା ପରେ ଆଉ ଥରେ 40 ଦିନ ସେ ରହିଲେ, ଶିଶୁମାନଙ୍କ ସହିତ ରହିଲେ। ଖାଲି ରହିଲେ ବୋଲି ଲେଖାଯାଏ ନା, ସେଠି ଶିଶୁମାନଙ୍କ ସହିତ ରହି ସ୍ୱର୍ଗ ରାଜ୍ୟର ବିଷୟରେ ସେମାନଙ୍କୁ ଶିକ୍ଷା ଦେଲେ ବୋଲି ଲେଖାଯାଉଛି। ତ ପ୍ରଭୁଙ୍କର ଷ୍ଟାର୍ଟିଂ ଆରମ୍ଭରୁ ଯେ ଶେଷ ପର୍ଯ୍ୟନ୍ତ କେବଳ ସିଏ ସ୍ୱର୍ଗ ରାଜ୍ୟ ବିଷୟରେ ସିଏ କ'ଣ କଲେ ନା ଶିକ୍ଷା ଦେଉଥିଲେ। ଆଉ ହିବ୍ରୁ ଯଦି 9ର 12 ଯଦି ଆମେ ପଢ଼ିଛୁ, ଯେଉଁଟାକି ସେ ଆପଣା ରକ୍ତ ଘେନି, ଯୀଶୁ ଆପଣା ରକ୍ତ ଘେନି ସେ ଏକାଥରକେ ମହାପବିତ୍ର ସ୍ଥାନକୁ ପ୍ରବେଶ କରି ଅନନ୍ତର ମୁକ୍ତି, ମାନେ ଯେଉଁ ମୁକ୍ତି ଅନନ୍ତର ମୁକ୍ତି, ମାନେ ସବୁଦିନ ପାଇଁ ଆମମାନଙ୍କୁ କ'ଣ କଲେ ନା ମୁକ୍ତି ଦେଲେ। ଆଜି ଆମେ ମୁକ୍ତି ପାଇଛୁ, ପରିତ୍ରାଣ ପାଇଛୁ କେବଳ ଈଶ୍ୱରଙ୍କର ରକ୍ତ ଦ୍ୱାରା ମାନେ ପାଇଛୁ। ଯେ ପ୍ରଭୁଙ୍କର ମହାନାମ ଧନ୍ୟବାଦ ହେଉ, ପ୍ରଭୁ ଗୌରବ ପାଆନ୍ତୁ। ଆଉ ଯଦି ଯେତେବେଳେ ମୁଁ ଏଠି ଆପଣମାନଙ୍କୁ କହିଲି ଯେ ମଉସା ଏଲିୟଙ୍କ ବିଷୟରେ, ଯେ ଏମାନେ କେଉଁଠି ଥିଲେ, ଏମାନେ ମଧ୍ୟ ସେ ପାରାଦେଶରେ ଥିଲେ। ଆଉ ବାଇବଲରେ ଅନେକ ବିଷୟରେ ଆମେ ଜାଣିଛୁ। ସେ ଧନୀ ବିଷୟରେ ଯେତେବେଳେ ସେଇ ଲାଜର ମରିଗଲା, ସେ ଅବ୍ରାହ୍ମଙ୍କ କୋଳ ବୋଲି ଲେଖାଯାଇଛି। ଆଉ ସ୍ୱର୍ଗୀୟର ଉଦ୍ୟାନ ବୋଲି ମଧ୍ୟ କହନ୍ତି, ଆଉ ପାରାଦେଶ ବୋଲି ମଧ୍ୟ କହନ୍ତି, ଯେଉଁଟାକି ପାରାଦେଶ ଏବଂ ନର୍କ ଯେଉଁଟାକି ପାଖାପାଖି ଥିଲା ବା ତାର ପାଖାପାଖି ଥିଲା। ଆଉ ସେଥିପାଇଁ ତ ସେଠି ଲେଖାଯାଏ ଯେ ଧନୀ ଲୋକ ନର୍କକୁ ଗଲା ଆଉ ସେଇ ଲାଜାର ସେ ଅବ୍ରାହ୍ମଙ୍କ କୋଳକୁ ଗଲା। ସେଟା ଲେଖାଯାଏ ଅବ୍ରାହ୍ମଙ୍କ କୋଳକୁ ସେ ଗଲା, ଲେଖାଯାଏନି ସ୍ୱର୍ଗକୁ ଗଲା ବୋଲି। ତ ଯେତେବେଳେ ଧନୀ ଲୋକ ଦେଖୁଛି ଯେ ଅବ୍ରାହ୍ମଙ୍କ କୋଳରେ ଅଛି, ସେତେବେଳେ ସେ ତାକୁ କହୁଛି ହେ ଅବ୍ରାହ୍ମ। ଆଉ ସେଇ ପାରାଦେଶରେ ଅବ୍ରାହ୍ମ ସେ ଆଦି ପିତା ଥିଲା, ଲୋକମାନଙ୍କୁ ସାନ୍ତ୍ୱନା ଦେଉଥିଲା, ଲୋକମାନଙ୍କୁ ଶିକ୍ଷା ଦେଉଥିଲା। ଯେତେ ବି ଲୋକ ସେ ପାରାଡାଇସ୍ରେ ଥିଲେ, ଲୋକମାନଙ୍କୁ ଶିକ୍ଷା ଦେଉଥିଲା ଯେ ମନୁଷ୍ୟ ପୁତ୍ର ଆସିବ, ଆମମାନଙ୍କୁ ଗୋଟେ ଦିନ ନେଇକି ଯିବ। ସେ ସେମାନଙ୍କୁ ସାନ୍ତ୍ୱନା ବାଣୀ ସେମାନଙ୍କୁ ଦେଉଥିଲେ। ଆଉ ଯେଉଁ ପର୍ଯ୍ୟନ୍ତ ମନୁଷ୍ୟ ପୁତ୍ର ନିଜର ରକ୍ତ ଘେନି ପିତାଙ୍କ ନିକଟରେ ସିଏ ରକ୍ତକୁ ଛିଞ୍ଚି ନାହାନ୍ତି, সেই ପର୍ଯ୍ୟନ୍ତ କୌଣସି ଲୋକ ଉଦ୍ଧାର ପାଇନଥିଲେ। ଆଉ ସେଇଦିନ ଉଦ୍ଧାର ପାଇଲେ ଯେଉଁଦିନ ଯୀଶୁ ନିଜେ ନିଜର ରକ୍ତ ଘେନି ସ୍ୱର୍ଗକୁ ଗଲେ। ଏବଂ ଆଉ ଆମେ ଦେଖିଲୁ ଯୀଶୁ କହିଲେ ମୋ ବିନା, ମୁଁ ଯେମିତି ସ୍ୱର୍ଗରୁ ଆହରଣ କରିଅଛି, ମାନେ ଅବତରଣ କରିଅଛି, ସେମିତି ମୋ ବିନା କୌଣସି ଲୋକ ସ୍ୱର୍ଗ ଯାଇପାରିବେ ନାହିଁ କିମ୍ବା ଯାଇନାହାନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଜି ଆମେ ଅଛୁ ଯୀଶୁଙ୍କର ରକ୍ତ ପାଇଁ। ଆଜି ଆମେ ସ୍ୱାଧୀନତା ପାଇଛୁ ଯୀଶୁଙ୍କର ରକ୍ତ। ଯଦି ମେଷ ଛାଗର ରକ୍ତରେ ଯଦି ମନୁଷ୍ୟ ଶୁଚି ପବିତ୍ର ହେଉଥାନ୍ତା, ତେବେ ଯୀଶୁ ଖ୍ରୀଷ୍ଟଙ୍କୁ ଆସିବାର ନଥିଲା। ସେ କହିଦେଇଥିଲେ ସମସ୍ତ ବିଷୟ ସମସ୍ତେ ଶୁଚି ପବିତ୍ର ହେଇଯାଇଥାନ୍ତେ, କିନ୍ତୁ ବ୍ୟବସ୍ଥା ଯେପରିକି ଲେଖାଯାଇଛି। କାରଣ ପରମେଶ୍ୱର ଭବିଷ୍ୟତ ବକ୍ତାମାନଙ୍କ ଦ୍ୱାରା ଲୋକମାନଙ୍କୁ କୁହାଯାଇଥିଲା ଯେ ଏପରି ଜଣେ ବ୍ୟକ୍ତି ଆସିବ, ଯେଉଁଟାକି ଯିଶାୟ 9:6, ଏପରି ମେଷ ଶାବକ ଆସିବ ଯେ ଦାଉଦ ବଂଶର ଉତ୍ପନ୍ନ ହେବ, ଜିହୁଦାର ସେ ସିଂହ ହେବ, ଆଉ ସେ ସମସ୍ତ ବିଷୟକୁ ପାପର ଭାରକୁ ସେ ବହି ନେବ। ସେଇ ପ୍ରଫେଟିକାଲ ବା ପ୍ରଫେସିକୁ ଫୁଲଫିଲ୍ କରି ଜଗତକୁ ନୂଆରେ ଜୀବନ ଦାନ କରିବା ପାଇଁ ଯୀଶୁ ଖ୍ରୀଷ୍ଟ ନିଜର
ପିତାର ସିଂହାସନକୁ ଛାଡ଼ି ସେଇ ସ୍ୱର୍ଗ ରାଜ୍ୟକୁ ଛାଡ଼ିକି ପୃଥିବୀକୁ ଆଉ ତାଙ୍କେ ଆସିଥିଲେ। ଆଉ ଶେଷ ସମୟରେ ଆମେ ଦେଖିବା ପାଇଁ ପାଉଛୁ ଯୀଶୁଙ୍କର ଯେଉଁ କ୍ରୁଶରେ କ୍ରୁଶରେ ତାକୁ ପ୍ରହାର କରାଯିବା ଆଉ ତାହାଙ୍କୁ ଛେପ ପକାଯିବା, କରଡ଼ା ପରାଯିବା ଯୀଶୁଙ୍କ ପାଇଁ ତାହା କଷ୍ଟକର ନଥିଲା। ଆଉ ଯୀଶୁ ସେତେବେଳେ କଷ୍ଟ କଲେ, ସେତେବେଳେ ପେନଫୁଲ୍ ଲାଇଫ୍ ହେଲା, ପେନଫୁଲ୍ ହେଲେ ଯେତେବେଳେ ପିତା ତାହାକୁ ଛାଡ଼ି ଦେଉଛନ୍ତି। ଆମେ ଜାଣିଛୁ ସେହି ସମୟରେ ପିତା ତୁମେ ମୋତେ କାହିଁକି ପରିତ୍ୟାଗ କଲ, ଏହା କହି ସେ ଉଚ୍ଚ ସ୍ୱରରେ ମାନେ ଗୋଟେ ପରିତ୍ୟାଗ କରିବା, ଜଣକୁ ଛାଡ଼ିବା ହେଉଛି ତାହାଠୁ ବଡ଼ କଷ୍ଟ ଆଉ ଦୁନିଆରେ ବା ଏଇ ଜଗତରେ ନାହିଁ। ପ୍ରଭୁ କରଡ଼ା ପ୍ରହାର କରାଗଲା, ରାତି ଯାକ ତାକୁ ମରାଗଲା, ପିଟାଗଲା, କିନ୍ତୁ ସେହି କଷ୍ଟ ପ୍ରଭୁଙ୍କର କଷ୍ଟ କିଛି ନଥିଲା। ଯେତେବେଳେ ପିତା ତାକୁ ପରିତ୍ୟାଗ କରୁଛନ୍ତି, ଆଉ ଯଦି ପିତା ତାକୁ ପରିତ୍ୟାଗ କରିବେ ନାହିଁ, ଜଗତ ଉଦ୍ଧାର ପାଇବ ନାହିଁ। ଆମେ ଜାଣିଛୁ ଯେ 3 ଘଣ୍ଟା ଅନ୍ଧକାର ହେଇଗଲା ସେଦିନ। 3 ଘଣ୍ଟା ଅନ୍ଧକାର ହେଲା। ଅନ୍ଧକାର କାହିଁକି ହେବ ନାହିଁ ପ୍ରିୟମାନେ? ଯୀଶୁଖ୍ରୀଷ୍ଟ ନିଜେ ଲାଇଟ୍। ଯଦି ଲାଇଟ୍ ଯଦି ଲିଭି ଯାଉଛି ତେବେ ଅନ୍ଧକାର ହେବ ନିହାତି। ସେଦିନ ଚୋର କ୍ରୁଶରେ ହତ ହେଇଥିଲେ ମଧ୍ୟ ଆଉ ଗୋଟେ 5 ମିନିଟ୍ 10 ମିନିଟ୍ ପରେ ତାର ଜୀବନ ଯାଇଥାନ୍ତା, ଆଉ ତାଙ୍କର ହାତ ଗୋଡ଼କୁ ଫଟାଇଥାନ୍ତେ ସେଠି ଆଉ ମାତଳରେ, ବା ସେଠି ତାର ସେମାନଙ୍କର କଲଚର ଥିଲା ଯେ ସେମାନଙ୍କୁ ଗୋଡ଼ରେ ସେମାନଙ୍କୁ ମାରି ଦେଇଥାନ୍ତେ ଆଉ ତାଙ୍କେ ମୃତ୍ୟୁବରଣ କରିଥାନ୍ତେ। ଆଉ ସେଠାର କଲଚର ଯେଉଁ ପ୍ରକାର ଆମେ ଦେଖିବା, ଯଦି ସେଠି କ୍ରୁଶରେ ସେମିତି ହିଁ ସେମାନେ ଝୁଲୁଥିଲେ, ଆକାଶର ପକ୍ଷୀମାନେ ଆସିକି ସେମାନଙ୍କୁ ଖାଉଥିଲେ ଆଉ ସେମାନଙ୍କୁ ଖାଇ ଖାଇ ସେମାନଙ୍କର ଜୀବନକୁ ନେଉଥିଲେ। କିନ୍ତୁ ସେଇ ଦିନର କଥା ଆୟୋଜନର ଦିନ ଥିଲା ବୋଲି ଲେଖାଯାଏ। ଇଟ୍ ମିନ୍ସ ସେଇ ଦିନରେ କୌଣସି ଲୋକ କ୍ରୁଶରେ ଝୁଲିବେ ନାହିଁ। ଯଦି ବି ଝୁଲାଯିବ ସେଇଦିନ ଅଶୁଚି ବୋଲି କହୁଥିଲେ, ଅଶୁଚି ହେବ। ତ ପ୍ରଭୁଙ୍କର ମହାନାମ ଧନ୍ୟବାଦ ହେଉ। ଯାହା ବି ଘଟୁଛି, ଯାହା ବି ଘଟିଥିଲା, ଯାହା ବି ହେଇଛି, ତାହା ସବୁ ଈଶ୍ୱରଙ୍କର ଯୋଜନା, ପ୍ଲାନ୍, ଈଶ୍ୱରଙ୍କର ତାଙ୍କରି ଇଚ୍ଛା ଅନୁସାରେ ହେଇଛି। ଆଉ ପ୍ରଭୁ ଜାଣନ୍ତି କେତେବେଳେ କ'ଣ ଆଉ କରିବା ପାଇଁ, ଆଉ କାହାକୁ କେତେବେଳେ କ'ଣ ଦେବା ପାଇଁ। ଏହି ସମସ୍ତ ବିଷୟ, ସମୟ, ଟାଇମିଂ, ଡେ, ପର୍ସନ୍, ସମସ୍ତ ବିଷୟକୁ ସେ ରାଇଟ୍ ଭାବରେ ବା ଠିକ୍ ନିରୂପିତ ଭାବରେ ପ୍ରଭୁ ତାହା କରନ୍ତି। ଆଉ ସେଦିନ ଲେଖା ଆୟୋଜନର ଦିନ ଥିଲା ବୋଲି କ୍ରୁଶରେ କୌଣସି ଲୋକ ଝୁଲିବେ ନାହିଁ। ଯଦି ଝୁଲିବେ ସେଇ ଦିନଟା ପୁରା ଅଶୁଚି ହେଇଥିବ। ତେଣୁକରି ସେମାନଙ୍କୁ କ୍ରୁଶରେ ଓହ୍ଲାଗଲା, ଯୀଶୁଙ୍କର ଶରୀରକୁ ଓହ୍ଲାଗଲା। ପ୍ରଭୁ ଗୌରବ ପାଆନ୍ତୁ ପ୍ରିୟମାନେ। ଏହା ଆମମାନଙ୍କୁ ବୁଝିବା ପାଇଁ ନିହାତି ଆବଶ୍ୟକ। ତ ଆମମାନଙ୍କୁ ତାଙ୍କରି ସେହି ବାକ୍ୟକୁ ବୁଝିବା ପାଇଁ ଆମମାନଙ୍କୁ ପଡ଼ିବ। ଆଉ ଯେତେବେଳେ ଏଲିଓ ଏବଂ ମଉସାଙ୍କ ବିଷୟ ମୁଁ ଆପଣମାନଙ୍କୁ କହିଲି, ଆଉ ଯୀଶୁ ଯେତେବେଳେ ସେଠି ଥିଲେ, ଜଗତ ମଧ୍ୟରେ ଥିଲାବେଳେ, ଆଉ ଆମେ ଜାଣିଛୁ ଯେ ଏଲିଓ ମଉସା ଯୀଶୁଙ୍କ ସହିତ କଥାବାର୍ତ୍ତା ହେଲେ। ସେଠି କ'ଣ କଥାବାର୍ତ୍ତା ହେଲେ ଆମେ ତାହା ଦେଖିବା, ତେବେ ଆମେ ସେ ବିଷୟକୁ ଆମେ ବୁଝିପାରିବା। ଆପଣମାନେ ଯଦି ଖୋଲିବେ, ତାହା ଯଦି ଲେଖାଯାଏ ଲୁକଲିଖିତ ସୁସମାଚାର ତାର 9:30-31 ଯଦି ଆପଣମାନେ ଅଧ୍ୟୟନ କରିବେ, ସେ ଜାଗାରେ ଲେଖାଯାଏ, ଆଉ ଦେଖ ମଉସା ଆଉ ଏଲିଓ ଏହି 2 ବ୍ୟକ୍ତି ତାହାଙ୍କ ସହିତ କଥାବାର୍ତ୍ତା କରିବାକୁ ଲାଗିଲେ। ସେମାନେ ଗୌରବରେ ଦର୍ଶନ ଦେଇ ଜେରୁସାଲେମର ଯେଉଁ ମହାପ୍ରସ୍ଥାନ କରିବାକୁ ଉଦ୍ୟତ ଥିଲେ ସେହି ବିଷୟରେ କହୁଥିଲେ। ମହାପ୍ରସ୍ଥାନ ମାନେ ଯୀଶୁ କେବେ ପ୍ରସ୍ଥାନ କରିବେ। ଆଉ ଜେରୁସାଲେମକୁ ସେଇଦିନ ଯେଉଁ ପ୍ରସ୍ଥାନ କରିଥିଲେ ବା ସେଇଦିନ ସେ ଏଣ୍ଟ୍ରି କରିଥିଲେ, ତାହା ଯୀଶୁଙ୍କ ପାଇଁ ଶେଷ ଡେ ଥିଲା। ଆଉ ଏଠି ମଉସା ଏଲିଓ ସେଇ ବିଷୟରେ କଥାବାର୍ତ୍ତା କରୁଛନ୍ତି ଯେ ତମର ମହାପ୍ରସ୍ଥାନ ବା କେବେ ଫେରିବ, କେବେ ଆସିବ ସେ ଜାଗାରେ, କ'ଣ ପାଇଁ ନା ଆମମାନଙ୍କୁ ଉଦ୍ଧାର କରିବା ପାଇଁ, ଆମମାନଙ୍କୁ ମୁକ୍ତ କରିବା ପାଇଁ, ସ୍ୱର୍ଗ ଯିବା ପାଇଁ। এই ବିଷୟରେ ସେମାନେ କଥାବାର୍ତ୍ତା। ତାର ଅର୍ଥ ଏଠି ଆମେ କ୍ଲିୟରଲି ଆମେ ବୁଝିପାରିବା ଯେ ଏଲିଓ ଏବଂ ମଉସା ମଧ୍ୟ ଯୀଶୁଙ୍କ ବିନା ସ୍ୱର୍ଗ ଯାଇନଥିଲେ। ଯୀଶୁଙ୍କ ବିନା ସେମାନେ ଯାଇପାରିଲେ ନାହିଁ ବା ଯାଇନଥିଲେ। ଯେତେବେଳେ ଯୀଶୁ ଯେଉଁ ପର୍ଯ୍ୟନ୍ତ ନିଜର ରକ୍ତକୁ ଧରି ଜଗତର ଉଦ୍ଧାର ନିମନ୍ତେ ନିଜର ସେହି ପବିତ୍ର ରକ୍ତକୁ ଧରି ପିତାଙ୍କ ନିକଟକୁ ଯାଇକି ସେ ଛିଞ୍ଚି ନାହାନ୍ତି, ସେ ପର୍ଯ୍ୟନ୍ତ କୌଣସି ଲୋକ ସ୍ୱର୍ଗ ଯାଇପାରିନଥିଲେ ବା କୌଣସି ଲୋକ ସ୍ୱର୍ଗ ଯିବେ ନାହିଁ।
ଆଜି ଯୀଶୁଙ୍କ ବିନା ଆମମାନେ ପରିତ୍ରାଣ ପାଇବା ନାହିଁ। ଯୀଶୁଙ୍କର ରକ୍ତ ବିନା ଆମମାନେ ଶୁଚି ହେଇପାରିବା ନାହିଁ। ତାହାଙ୍କର ରକ୍ତ ବିନା ଆମମାନେ ସିଦ୍ଧ ହେଇପାରିବା ନାହିଁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ପ୍ରଭୁ ଆଜି ଆମମାନଙ୍କୁ ଏହି ସମୟ ଦେଇଛନ୍ତି ଯେ ଆମମାନଙ୍କୁ ସିଦ୍ଧ ହେବା ପାଇଁ। ଆଉ ଆମମାନେ ବିଶ୍ୱାସ କରିବା ଆବଶ୍ୟକ ଯେ ଯୀଶୁ ଜଗତକୁ ମୋ ନିମନ୍ତେ ଆସିଲେ ଆଉ ନିଜକୁ ହତ ବା କ୍ଷତ ବିକ୍ଷତ କଲେ ଆଉ ନିଜର ଜୀବନକୁ ଦେଲେ କେବଳ ମୋର ପରିତ୍ରାଣ ନିମନ୍ତେ, ମୋର ମୁକ୍ତିର ନିମନ୍ତେ। ଆଉ ଏଫେସୀ ଚାପ୍ଟରରେ ସେଥିପାଇଁ ଲେଖାଯାଏ 4:8-9-10 ଯଦି ଆମେ ଅଧ୍ୟୟନ କରିବା ସେ ଲେଖା ଅଛି ଯୀଶୁ ବନ୍ଦୀ ନିକଟକୁ ଗଲେ ଆଉ ଅନେକ ବନ୍ଦୀ ଲୋକମାନଙ୍କୁ ଧରିକି ସେ ସ୍ୱର୍ଗକୁ ତାଙ୍କେ ଗଲେ। ଇଟ୍ ମିନ୍ସ ସେଇ ଦିନ ମଶା ଏଲିୟ ଆଉ ଯେତେ ବି ଲୋକ ପାରାଡାଇସ୍ରେ ପ୍ରଭୁଙ୍କର ଭବିଷ୍ୟତ ବକ୍ତାମାନେ, ପ୍ରଭୁଙ୍କର ଲୋକମାନେ ଯେଉଁମାନେ ସତ୍କର୍ମ ପ୍ରଭୁଙ୍କର ଆଜ୍ଞା ଅନୁସାରେ ସେମାନେ ଥାଇକି ମରିଥିଲେ, ସେମାନେ ଯେତେ ବି ଲୋକ ପାରାଡାଇସ୍ରେ ଥିଲେ, ସେଇ ଦିନ ସେମାନଙ୍କ ପାଇଁ ମୁକ୍ତିର ଦିନ ଥିଲା। ଆଉ ସେଇଦିନ ପ୍ରଭୁ ସେମାନଙ୍କୁ ଧରି କ'ଣ କଲେ ନା ପିତାଙ୍କ ନିକଟକୁ ଗଲେ। ଆଉ ଆଜି ବି ଯଦି ଆମମାନେ ମୁକ୍ତି ପାଇବା ପାଇଁ ଚାହୁଁଛୁ, ପରିତ୍ରାଣ ପାଇବା ପାଇଁ ଚାହୁଁଛୁ, ଉଦ୍ଧାର ପାଇବା ପାଇଁ ଚାହୁଁଛୁ, ତେବେ ତାହାଙ୍କ ବିନା ଆମମାନେ ସ୍ୱର୍ଗ ରାଜ୍ୟ ଯାଇପାରିବା ନାହିଁ। କାରଣ ସେଇ ଯୋହନ 3:13 ପଢ଼ିଲୁ ଯେ ମୋ ବିନା, ତାହାଙ୍କ ବିନା ଆମମାନେ ସ୍ୱର୍ଗ ରାଜ୍ୟ ପ୍ରବେଶ କରିପାରିବା ନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମମାନେ ଆଉ ଗୋଟିଏ ପଦ ଆମମାନେ ଦେଖିବା ଯେଉଁଟାକି ସାଧୁ ପାଉଲଙ୍କର ଚିଠା ରୋମୀ ଯଦି ଆମମାନେ 8:33 ଯଦି ଆମମାନେ ଅଧ୍ୟୟନ କରିବା, 33ରୁ ଯଦି ଆମେ ଅଧ୍ୟୟନ କରିବା, ସେଟା ଲେଖାଯାଏ ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କ ବିରୁଦ୍ଧରେ କିଏ ଅଭିଯୋଗ କରିବ? ଈଶ୍ୱର ତ ସେମାନଙ୍କୁ ଧାର୍ମିକ ବୋଲି ଗଣନା କରନ୍ତି। ଆମମାନେ ସିଧା ସେଇ 35କୁ ଯଦି ଆମେ ଅଧ୍ୟୟନ କରିବା, ସେଟା ଲେଖାଏ ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମମାନଙ୍କୁ ବିଚ୍ଛିନ୍ନ କରିବ? ପ୍ରଭୁଙ୍କର ମହାନାମ ଧନ୍ୟବାଦ ହେଉ ଯେ ତାହାଙ୍କର ପ୍ରେମ ଆମମାନଙ୍କୁ କୌଣସି ବିଷୟ ବିଚ୍ଛିନ୍ନ କରିପାରିବ ନାହିଁ। କିନ୍ତୁ ଦୁଃଖର ବିଷୟ ଆଜି ଅନେକ ଲୋକମାନେ ବା ମନୁଷ୍ୟମାନେ, ଆମ୍ଭେମାନେ କିଛି ପାଇଁ, କୌଣସି ବିଷୟ ପାଇଁ ବୋଲି ଆମମାନେ ଖ୍ରୀଷ୍ଟଙ୍କର ପ୍ରେମ ଠାରୁ ଆମମାନେ ବିଚ୍ଛିନ୍ନ ହେଇଯାଉଛୁ। ପ୍ରଭୁ ଗୌରବ ପାଆନ୍ତୁ ବା ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ତାହାଙ୍କର ରକ୍ତକୁ ଆମମାନେ ବୁଝିବା ପାଇଁ, ତାହାଙ୍କର ବଳିଦାନକୁ ଆମମାନଙ୍କୁ ବୁଝିବା ପାଇଁ ପ୍ରଭୁ ଆମମାନଙ୍କୁ ଜ୍ଞାନ ଦିଅନ୍ତୁ ବା ଶକ୍ତି ଦିଅନ୍ତୁ। ଆଉ ଯୀଶୁଙ୍କ ବିନା କାହାଠାରେ ପରିତ୍ରାଣ ନାହିଁ। ଯୀଶୁଙ୍କ ବିନା ଆମମାନେ ସ୍ୱର୍ଗ ରାଜ୍ୟ ଯାଇପାରିବା ନାହିଁ। ସେଇ ରୋମ୍ ଚାପ୍ଟର ଯଦି ଆମମାନେ 10ର ଯଦି ଆମମାନେ ଯଦି 9 ଯଦି ଆମମାନେ ପଢ଼ିବା, ସେ ଜାଗାରେ ଏମିତି ଲେଖାଯାଏ ଯେ ଯେଣୁ ତୁମ୍ଭେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ ଆଉ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଛନ୍ତି ବୋଲି ହୃଦୟରେ ବିଶ୍ୱାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହେବ। ଯୀଶୁ ଅଲରେଡ଼ି କାଲବରୀ କ୍ରୁଶରେ ଶୈତାନର ବଳକୁ, ଶୈତାନର ସମସ୍ତ ପ୍ଲାନ୍କୁ, ସମସ୍ତ ବିଷୟକୁ ଚୂର୍ଣ୍ଣ କଲେ ଏବଂ ଯୀଶୁ ସମାଧି ପ୍ରାପ୍ତ ହେଲେ। 3 ଦିନ 3 ରାତି କବର ରହିଲେ ଏବଂ ସମାଧି ଆଉ କୌଣସି ତାକୁ ବଳ ରଖିପାରିଲା ନାହିଁ। ଭୂମିକମ୍ପ ହେଲା ଆଉ ତାଙ୍କେ ଉଠିଲେ ଏବଂ ଉଠିଲା ପରେ ପ୍ରଥମ ବିଷୟ ତାଙ୍କେ କଲେ ଯେ ରକ୍ତ, ପବିତ୍ର ରକ୍ତ ନେଇ ପିତାଙ୍କ ନିକଟରେ ଛିଞ୍ଚିଲେ, ପିତାଙ୍କ ନିକଟକୁ ନେଇକି ଗଲେ ଏବଂ ଜଗତ ମଧ୍ୟକୁ ଆସିଲେ ଏବଂ ଆସିକି 40 ଦିନ ସେ ଜଗତରେ ରହିକି ଶିଶୁମାନଙ୍କ ସହିତ ରହିଲେ, ଅନେକ ଶିକ୍ଷା ଦାନ କଲେ। ଆଉ ସେଇ ଯୀଶୁଖ୍ରୀଷ୍ଟଙ୍କର ରକ୍ତ ବିନା କୌଣସି ଲୋକ ପରିତ୍ରାଣ ସେଦିନ ପାଇନଥିଲେ ବା ପାଇଲେ ନାହିଁ। ଯେଉଁ ପର୍ଯ୍ୟନ୍ତ ଯୀଶୁଖ୍ରୀଷ୍ଟ ନିଜର ରକ୍ତ, ପବିତ୍ର ରକ୍ତକୁ ଧରି ସ୍ୱର୍ଗକୁ ଯାଇକି ପିତାଙ୍କ ନିକଟରେ ରଖିନାହାନ୍ତି ବା ଛିଞ୍ଚିନାହାନ୍ତି, ସେ ପର୍ଯ୍ୟନ୍ତ ସେହି ସାଧୁ ଲୋକମାନେ ମଧ୍ୟ ପରିତ୍ରାଣ ପାଇନଥିଲେ। ତାପରେ ସେଇଦିନ
प्रभु सेई बंदी लोक मानक बा सेई लोक मानक धरी स्वर्ग को से नीत होइथिले आउ तांकरी रक्त रे समस्ते सिद्ध होले। आज यही वाक्य जणु जदि आमे जदि अपना अपना मुख रे प्रभु को आमाने जीशु को प्रभु बोली स्वीकार करू आउ यह कहवा आवश्यक जे ईश्वर ताहाको मृत मानक मध्य उठाइले मृत मानक मध्य उठाइले उठाई अछंती बोली यह जदि आमाने हृदय रे विश्वास करिबा तेबे आमाने परित्राण प्राप्त हेबा। आज जगत मध्य थिबा प्रत्येक मनुष्य जदि से प्रभु यीशु ख्रीष्ट को यह जदि विश्वास कर जे से प्रभु यीशु ख्रीष्ट से जगत को आसिले एवं मृत्युवरण कले एवं पिता परमेश्वर मृत मानक ठारू यीशु को उठाइले से यीशु को जदि आमाने विश्वास करिबा तेबे निज मुखर जदि स्वीकार करिबा जे सीहे ही परित्राण करता सीहे ही अनंत देवार अनंत दाता बोली जदि आमाने विश्वास करू तेबे आज आमाने परित्राण पाइबा। आज प्रभु आमान को परमेश्वर कहिबे जे आज तुमे मो सहित पाराडाइस रे उपस्थित हेबो। प्रभु गौरव पांतु प्रभु महिमा पांतु। आज सुसमाचार मध्य कहती जे मो पथ सत्य मो जीवन मो दे न कर यीशु को बिना कौन सी लोक परित्राण कि स्वर्ग बा अनंत जीवन रो अधिकारी हेई पारिबे नाही। यीशु कहले मो बिना तमे किछि मध्य करि पारिबो नाही। तो से तो जीशु से जनली सुसमाचार तार 14-15 लिखा जाए जे मु मोर पिता को अनुरोध करी से तुम मानक निमंते एक साहाय्यकारी आत्मा को पठाइबे। इट मीन्स जीशु को बिना आमाने पिता निकट को जाई परिबा ना। जीशु को बिना आमाने स्वर्ग राज्य देखि परिबा ना बा जीशु को बिना आमाने शुचि बा पवित्र बा सिद्ध पाप क्षमा आमानकर हेई पारिबो नाही। तेणुकर आज जदि आमाने जीशु को सही पुत्र बोली विश्वास करुचु उद्धारकर्ता मुक्तिदाता आ जगत को आसिले आम मानकर पाप पाई सी निजर जीवन को देले आउ पिता परमेश्वर जे स्वर्ग रे थाई ताकू समस्त पाताल उद्धार कले पाताल ताकू हाथ हस्त धरी उठाइले आउ से यीशु ख्रीष्ट को जदि आमाने आज से हृदय रे विश्वास करिबा तेबे आज आमाने परित्राण पाइबा। से दिन 2 जन विषय में कहबी से दिन यक्ष निजर पाप को से स्वीकार कला बा यीशु को स्वीकार कला से निज को सिद्ध कला पवित्र कला आ निजर पाप को से बुझी पारला जे मु भूल करिछि आ से स्वीकार करी कहूची मु जो मान को ठार पैसा आनी से मान को मु 4 गण रे फळे आ से दिन यीशु गोटे कथा कहले आज ए गृह रे परित्राण उपस्थित हैला। आउ से दिन चोर मध्य जिते स्वीकार करुच्ची ईश्वर राज्य विषय बुझी पारुची जिते जीशु मध्य से सेम थिंग कहले जे आज तुम्हें मो सहित पाराडाइस रे उपस्थित हेब। स्वीकार बिना जीशु को जदि आमाने स्वीकार करिबा ना आमानकर पाप को जदि आमाने निजे कन्फेस करिबा ना जीशु को रिपेंट जदि आमानकर जीवन रे नाही तेबे आमाने परित्राण पाइब नाही। आउ जीशु को बिना कौन सी लोक स्वर्ग राज्य जाई पारिबो नाही। जीशु को रक्त बिना कौन सी लोक सिद्ध पवित्र हेई पारिबो नाही। जेतिमा जीशु कहले सी आपणार रक्त घेनी एकाथर के सी महापवित्र स्थान को गले आउ से महापवित्र स्थान होची से अदृश्य हस्तकृत निर्मित से ताबरनाकल नुहे जोड़ा मौसांक समय प्रभु हारण को दिया जाइथिला। हारण ताहार से नृत्य करुथिले से समस्त विषय आ से माने पवित्र स्थान को जाई मेष आउ छागर बलि को से माने रक्त को नहीं छिंचुथिले सही कथा ए जगह लिखा जाने महापवित्र स्थान जीशु निजे ए जगह कोड जाउछंती ना स्वर्ग को जाउछंती आउ निजर रक्त को पिता निकट जाउछंती। प्रेज द लॉर्ड आमेन। थैंक यू लॉर्ड जीसस। से जीशु ख्रीष्ट आज आमान को मुक्ति देइछंती। से ख्रीष्ट से जीशुंकर रक्त द्वारा माने समस्त पवित्र हेछु। से जीशुंकर रक्त द्वारा माने समस्त धत हेछु। एनु करी आसु आम्हे माने साहस रे विश्वासर सहित प्रेमर सहित आनंदर सहित प्रभुंकर निकटवर्ती हेबा।
ଆଉ ଯୀଶୁଙ୍କ ସହିତ ଆମେ ସବୁବେଳେ ତାହାଙ୍କ ସହିତ ଆମେ ରହିବା। ପ୍ରଭୁ ଏହି ବାକ୍ୟରେ ପ୍ରଭୁ ଆମମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍ ଆମେନ୍। ଥ୍ୟାଙ୍କ ୟୁ ଜିସସ୍।